ଦି ଜଣକୁ ସାପ କାମୁଡ଼ିଲା, ଜଣେ ମରିଗଲା ଆଉ ଜଣେ ବଞ୍ଚିଗଲା। ଏ ବିଷୟରେ ଆପଣ ବହୁତ ଥର ଶୁଣିଥିବେ ଆଉ ଆଜି ବି ଶୁଣୁଛନ୍ତି। ତ କାହିଁକି ସେ ମରିଗଲା ଆଉ କାହିଁକି ଜଣେ ବଞ୍ଚିଗଲା? ଆଉ ଆପଣ ଏଇଟା ବି ଜାଣିଛନ୍ତି ଯେ କୋବ୍ରା, କମନ୍ କ୍ରେଟ୍ ଆଉ ଭାଇପର ଯଦି କାଟିବ କହିଲେ ତାର ବିଷ ଅଛି। ଆଉ କେଉଁ ପ୍ରକାର ସାପ ବିଷ ଅଛି, କେଉଁ ପ୍ରକାର ସାପ ବିଷ ନାହିଁ, ସେ ବିଷ ବି ଆପଣ ଜାଣିଛନ୍ତି ଆଉ କେତେ ଲୋକ ଜାଣିନାହାନ୍ତି। ତ ଆଜି ମୁଁ ସମ୍ପୂର୍ଣ୍ଣ ଆପଣଙ୍କୁ ଡିଟେଲ୍ସ ଦେବି ଯେ କୋବ୍ରାରେ କେଉଁ ପ୍ରକାର ବିଷ ଅଛି, ଆଉ ଭାଇପରରେ କେଉଁ ପ୍ରକାର ବିଷ ଅଛି, ଆଉ କ୍ରେଟ୍ରେ କେଉଁ ପ୍ରକାର ବିଷ ଅଛି। ଆପଣ ଯଦି ସମସ୍ତ ବିଷ ଯଦି ଦେଖିବେ ଆପଣ ସମ୍ପୂର୍ଣ୍ଣ ଜ୍ଞାନ ଏଠି ଜାଣିଯିବେ। ଆଉ ଆଗକୁ ଏ ବିଷୟଟା ଆପଣ ଯଦି ପାଉଛନ୍ତି ବୋଇଲେ ଫରୱାର୍ଡ଼ କରନ୍ତୁ ଅଲଗା ଲୋକ, ଯେମିତିକି ଆମର ଓଡ଼ିଶା ଲୋକ ସାପ ବିଷୟରେ ବହୁତ କିଛି ଜ୍ଞାନ ପାଇଯିବେ। ଆଉ ସେମାନଙ୍କୁ କିଛି ନଲେଜ ହେଇଯିବ ଯେ ସାପ କାଟିଲେ କ'ଣ ହେବ, ଆଉ କେଉଁ ସାପରେ ବିଷ ଅଛି, କେଉଁ ସାପରେ ବିଷ ନାହିଁ, ସବୁ ବିଷୟରେ ଜଣାପଡ଼ିବ। ଆଉ ବିଭିନ୍ନ ନଲେଜ ଆପଣ ଏଠି ପାଇବେ। ସାପର କାଟିବା ବିହାଇଣ୍ଡ ଦ ସାଇନ୍ସ ଆମେ ଆଜି ଖୋଜିକି ବାହାର କରିବା। ତ ସାପ ଯଦି କାମୁଡ଼ିବ କହିଲେ ଦୁଇ ପ୍ରକାର ଦାଗ ଆମେ ଦେଖିବାକୁ ପାଇବା। ଗୋଟେ ଦୁଇଟା ଦାନ୍ତ ବସିଥିବ, ଆଉ ଗୋଟେ ଅଧିକ ମାତ୍ରାରେ ଦାନ୍ତ ବସିଥିବ। ଯଦି ଦୁଇଟା ଦାନ୍ତ ବସିଥିବ, ଦୁଇଟା ଦାନ୍ତ ଆଉ ସେଠି ବ୍ଲଡ଼ ବାହାରୁଥିବ, ବିଭିନ୍ନ ପ୍ରକାର ବଥା ହେଉଥିବ, ପେନ୍ ହେଉଥିବ, କହିଲେ ଆପଣ ଜାଣିବେ ଯେ ଏଇଟା ହେଉଛି ସାପ କାମୁଡ଼ୁଛି। ଆଉ ଗୋଟେ ଗୋଟେ ସାପ କାମୁଡ଼ିଲେ ସେଇଟା ବଥା ହେବନି, କିନ୍ତୁ ସେଇଟା ବିଷାକ୍ତ ହେଇଥିବ। ତାର ଟକ୍ସିକ୍ ଏତେ ଜେହେରିଲା ଯେ ଆମେ ଆଉ ସହ୍ୟ କରିପାରିବାନି, ମରିବାକୁ ସୁନିଶ୍ଚିତ। 20ରୁ 25 ଭାଗ ସାପ ହିଁ କେବଳ ବିଷାକ୍ତ ସାପ, ଆଉ 75ରୁ 80% ପର୍ଯ୍ୟନ୍ତ ଯେତିକି ଅଛି ସେ ସାପ ବିଷାକ୍ତ ନୁହେଁ, ତାକୁ ନନ୍ ଭେନମସ୍ କୁହନ୍ତି। ପ୍ରଥମେ ତ ମନେ ରଖିବେ ଯେ ଯଦି କୋବ୍ରା କାମୁଡ଼ିଛି କହିଲେ ତାର ନିଶ୍ୱାସ ନେବା ଆଣିବାରେ ବହୁତ ପ୍ରୋବ୍ଲେମ୍ ହେବ। ଆଉ ଯଦି ସେ ଯଦି ମରିଯିବ କହିଲେ ତାର ପବନ ଟିକେ ନିଶ୍ୱାସ ନେବା ଆଣିବାରେ ବନ୍ଦ ହେଇଯିବ ଆଉ ସେ ମରିଯିବ। କିନ୍ତୁ ଯଦି ଭାଇପର କାମୁଡ଼ିଛି କହିଲେ ତାର କିଡ଼ନୀ ଖରାପ ହେବାର ବହୁତ ଚାନ୍ସ ଅଛି, ଆଉ ସେ କିଡ଼ନୀ ଫେଲ୍ ହେଇକି ସେ ମରିବ। କୋବ୍ରାରେ ରହିବ ନ୍ୟୁରୋଟକ୍ସିକ୍, ଆଉ ଭାଇପର ଜାତିର ସାପରେ ରହିବ ହେମୋଟକ୍ସିକ୍। ଆଉ କୋବ୍ରା ଯଦି କାମୁଡ଼ିଛି କହିଲେ ସେ କ'ଣ କରିବ, ନର୍ଭ ସିଷ୍ଟମ୍ ଯେଉଁଟାକି ନ୍ୟୁରୋଟକ୍ସିକ୍, ନର୍ଭ ସିଷ୍ଟମ୍ ଆମର ଯେଉଁଟାକି ଯେତିକି ପ୍ରକାର ଫିଲିଙ୍ଗସ୍ ଆସୁଛି, କ'ଣ ହେଉଛି, ଯଦି ହାତ ଯଦି ଚାଲୁଛି ବୋଲେ ନର୍ଭ ଦ୍ୱାରା ଚାଲୁଛି। ତ ଏ ନର୍ଭ ସିଷ୍ଟମ୍କୁ ସିଏ କ'ଣ ଆଟାକ୍ କରିବ, ଆଉ ନର୍ଭ ସିଷ୍ଟମ୍ ସିଏ ଖରାପ କରିକି ସିଏ ତାର ରେସ୍ପାରେଟରୀ ଯେଉଁଟା ଆମର ନିଶ୍ୱାସ ନେବା ଆଣିବାରେ ପ୍ରୋବ୍ଲେମ୍, ସେ ସବୁକୁ ସିଏ ବନ୍ଦ କରିବାକୁ ଚେଷ୍ଟା କରିକି ସେ ତାକୁ ମାରିବାକୁ ଚେଷ୍ଟା କରିବ। ଏଇଟା ହେଉଛି ନ୍ୟୁରୋଟକ୍ସିକ୍। ଆଉ ଯେଉଁଟା ହେମୋଟକ୍ସିକ୍ ସିଏ କ'ଣ କରିବ, ଆମର ବ୍ଲଡ଼କୁ ସେ ଶୁଖେଇ ଦେବ, ବ୍ଲଡ଼କୁ ଅଣ୍ଡା କରିଦେବ, ବ୍ଲଡ଼ ପୁରା ବନ୍ଦ କରିଦେବ, ବ୍ଲଡ଼କୁ ଯିବା ଆଇବାକୁ ସେ ଦେବ। ଏଇଟା ହେଉଛି ହେମୋଟକ୍ସିକ୍। ସାପର ବିଭିନ୍ନ ପ୍ରକାର ବିଷ ଅଛି, ଆଉ ସେ ବିଷ ଗୁଡ଼ିକର ନାଁ ସବୁ ଆମେ ଜାଣିନେବା। ନ୍ୟୁରୋଟକ୍ସିକ୍, ହେମୋଟକ୍ସିକ୍, ସାଇଟୋଟକ୍ସିକ୍, ମାୟୋଟକ୍ସିକ୍। ଆଉ ମାୟୋଟକ୍ସିକ୍ ହେଲା ସେ ସମୁଦ୍ରରେ ରହିବା ସାପ ଗୁଡ଼ାକ, ଆଉ ସେଇଟା ବିଶେଷ ଆମକୁ ଦରକାର ନା, ଆମେ ସମୁଦ୍ର କୂଳିଆ ଏରିଆ ଯାଉନୁ। ଯେଉଁମାନେ ବି ସମୁଦ୍ର କୂଳିଆ ଏରିଆ ରହୁଛନ୍ତି ତ ଜାଣିବେ ଯେ ସାପ ଗୁଡ଼ିକର ତାଙ୍କର ବିଷ ହେଲା, ସମୁଦ୍ର ସାପର ବିଷ ହେଲା ମାୟୋଟକ୍ସିକ୍। ରେଡ୍ ସାପ ଯଦି କାଟିଛି ହେଲେ ତାର ପେଟ ବଥା ହେବ, ଆଉ ଯେଉଁ ଜାଗାରେ କାଟିଥିବେ ସେଇଟା ପେନ୍ ହେବ। ତ ଏଥିରେ ଆପଣ ଜାଣିଯିବେ ଯେ ଏଇଟା କ୍ରେଟ୍ କାଟିଛି, ଆଉ ଚାଲନ୍ତୁ ତୁରନ୍ତ ଆମେ ହସ୍ପିଟାଲ ଯିବା ଦରକାର। କୋବ୍ରା ଯଦି କାମୁଡ଼ିଛି କହିଲେ ଆପଣ ଜାଣିଯିବେ ଯେ ସେ ଜାଗାଟା ଫୁଲିଯିବ, ଆଉ ସେଇଟା ଟିକେ କଳା ପଡ଼ିଯିବ। ତ ଆପଣ ଜାଣିଯିବେ ଏଇଟା କୋବ୍ରା କାଟିଛି। ଆଉ ଯଦି ଅଧିକ ବ୍ଲିଡ଼ିଂ ହେଉଛି, ସେ ଜାଗା ଅଧିକ ମାତ୍ରାରେ ବ୍ଲିଡ଼ିଂ ହେବାର ଆରମ୍ଭ ହେଉଛି କହିଲେ ଆପଣ ଏଇଟା ଜାଣିଯିବେ ଯେ ଏଇଟା ହେଉଛି ଭାଇପର କାଟିଛି। ଆଉ ଅଧିକ ଦାନ୍ତ ଥିବା ସାପ ଯଦି କାମୁଡ଼ିଛି କହିଲେ ଆପଣ ଜାଣିଯିବେ ଯେ ଏଇଟା ବିଷାକ୍ତ ନୁହେଁ। ତଥାପି ବି ଆପଣ ମେଡ଼ିକାଲ ଯିବେ, ଆଉ ମେଡ଼ିକାଲ ଦେଖେଇବେ। ଆପଣ ନେଇଗଲେ ମେଡ଼ିକାଲ, ଆଉ ଆପଣ ଡକ୍ଟରକୁ ଦେଇଦେଲେ ଯେ ସାପ କାମୁଡ଼ିଛି ସାର୍ ଆଉ ଲେସ୍ କରନ୍ତୁ, ଡକ୍ଟର ସାଙ୍ଗେ ସାଙ୍ଗେ ଯେ ତାର ଆଣ୍ଟିଡୋଟ୍ କାଢ଼ିକି ଦେବ ସେଇଟା ନୁହେଁ। ଡକ୍ଟର ପଚାରିବ, ଜାଣିବାକୁ ଚେଷ୍ଟା କରିବ ଯେ କ'ଣ ହେଇଛି, ସାପ କାମୁଡ଼ିଛି ନା ଆଉ କ'ଣ କାମୁଡ଼ିଛି। ସେମିତି ହିଁ ଚିହ୍ନ ଥିବ, କିନ୍ତୁ ସାପ କାମୁଡ଼ି ନଥିବ ଆଉ ଅଲଗା ପ୍ରକାର ଇଏ ହେଇଥିବ। ତ ଡକ୍ଟର ସମ୍ପୂର୍ଣ୍ଣ ଭାବରେ ପଚାରିବ ଆପଣ ଦେଖିଛନ୍ତି କି, କେଉଁ ପ୍ରକାର ସାପ, ଆଉ ସାପର ରଙ୍ଗ କ'ଣ, କି ପ୍ରକାର ଦେଖାଯାଉଛି, ଟୋଟାଲ ଡିଟେଲ୍ସ ବୁଝିଲା ପରେ ସେ ଜାଣିବ ଯେ ଏଇଟା ସାପ କାମୁଡ଼ିଛି ଆଉ କେଉଁ ପ୍ରକାର ସାପ କାମୁଡ଼ିଛି, ଆଉ ସେ ପ୍ରକାର ହିଁ ସେ ଇଞ୍ଜେକ୍ସନ୍ ଦେବ।
ସେଥିପାଇଁ ଆପଣ ଯାହା ବି ଦେଖିଛନ୍ତି ଯାହା କିଛି କରିଛନ୍ତି ତାର ସମ୍ପୂର୍ଣ୍ଣ ଡିଟେଲ୍ସ ଆପଣ ଦେଇଦେବେ। ଯଦି ସାପ ଯଦି କାମୁଡ଼ିଛି ବୋଲେ ଆପଣ ଦେଖିବାକୁ ଚେଷ୍ଟା କରିବେ ଯେ ଏଟା କି ସାପ, କୋବ୍ରା ନା ଭାଇପର ନା କ୍ରେଟ୍। ଆପଣ ଟୋଟାଲି ତାକୁ ଅବଜର୍ଭ କରିବାକୁ ପଡିବ, ଭଲସେ ଦେଖିବାକୁ ପଡିବ। ଯଦି ଆପଣ ଦେଖିନାହାନ୍ତି ବୋଲେ ଆପଣଙ୍କ ପାଖରେ ଯିଏ ଅଛନ୍ତି ଯିଏ ଦେଖିଛନ୍ତି ତାଙ୍କୁ ଡକେଇକି ଇଏ କରନ୍ତୁ ଯେ କୋଉ ପ୍ରକାର ସାପ କଣ। ତାପରେ ଡକ୍ଟର ଆପଣଙ୍କୁ ଇଞ୍ଜେକ୍ସନ ଦେବ। ଆଉ ଇଞ୍ଜେକ୍ସନ ବି ଏ ପ୍ରକାର ଇଞ୍ଜେକ୍ସନ ଦେବ ଯୋଉଟା କି ଆପଣଙ୍କର ସିମ୍ପଟମ ଯେମିତି ଦେଖାଯାଉଥିବ ସେ ପ୍ରକାର। ଆପଣ କୋବ୍ରା ଯଦି ଅଛି କହିଲେ ତାର ଅଲଗା ଆଣ୍ଟିଡୋଟ ରହିବ। ଆଉ ଯଦି କ୍ରେଟ୍ କାମୁଡିଛି କହିଲେ ତାର ଅଲଗା ପ୍ରକାର ରହିବ। ଆଉ ଭାଇପର କାମୁଡିଛି କହିଲେ ଅଲଗା। ଆଉ ଏଇ ସବୁ ଯେତିକି ଇଞ୍ଜେକ୍ସନ ଆସୁଛି ଏ ସବୁ ଘୋଡାରେ ପ୍ରଥମେ ଲଗା ହଉଛି। ଆଉ ଘୋଡା ଠାରୁ ଯୋଉ ବାହାରିବ ଆଣ୍ଟିବଡି ସେଇଟା ହିଁ ତାର ଇଞ୍ଜେକ୍ସନ। ଆଉ ସେଇ ଇଞ୍ଜେକ୍ସନକୁ ସେମାନେ ୟୁଜ କରିକି ଆପଣଙ୍କୁ ଦିଅନ୍ତି। ତ ଏଇଟା ପୁରା ସେଫ୍ଟି ରହିବ। ଆଉ ଆପଣ ତୁରନ୍ତ ମେଡିକାଲ ଗଲେ ହିଁ ସୁସ୍ଥ ହେଇପାରିବେ। ଆଉ ଅଲଗା ଜାଗାରୁ କୋଉଠି ଯିବେନି ଯେ ସୁସ୍ଥ ହବି ନା ନ ହବି, ଆଉ ମୁଁ ମେଡିକାଲ ଯିବି ନା ନା, କେତେବେଳେ ଡାଉଟ କରିବେନି, ମେଡିକାଲକୁ ହିଁ ଯିବାକୁ ଚେଷ୍ଟା। ପ୍ରଥମରେ କହିଥିଲି ମୁଁ 2 ଜଣଙ୍କୁ ସାପ କାମୁଡିଥିଲା ଆଉ ଜଣେ ବଞ୍ଚିଗଲା ଆଉ ଜଣେ ମରିଗଲା। ଆପଣ ଦେଖିଥିବେ ଯେ କୋବ୍ରା ହଉ ବା ଭାଇପର ନହେଲେ କ୍ରେଟ୍ ଯାହା ବି କାଟିଥିବ, କିନ୍ତୁ ସେ ସାପ କାମୁଡାରେ ଜଣେ ବଞ୍ଚିଯିବ ଆଉ ଜଣେ ମରିଥିବ। ତାର ଅର୍ଥ ହେଲା ଜଣକୁ ସେ ବିଷ ଛାଡିଥିଲା ଆଉ ଜଣକୁ ସେ ବିଷ ଛାଡିନଥିଲା। ତାକୁ ଶୁଖିଲା ବାଇଟ କହିବେ। ସେ ବାସ୍ କାମୁଡିଲା କିନ୍ତୁ ବିଷ ଯାଇନଥିଲା। ବିଷ ଯାଇନଥିବା ହେତୁ ତା ଶରୀରରେ କିଛି ବିଷ ଯାଇନି, ସେଥିପାଇଁ ସେ ବଞ୍ଚି ଯାଇଥିଲା। ତ ଏସବୁ ଥିଲା ମୋର କିଛି ରିପୋର୍ଟ ଯାହା ମୁଁ ରିସର୍ଚ୍ଚ କରିଥିଲି ଆଉ ମୁଁ ଆପଣଙ୍କୁ ଦେଇଦେଲି। ଆପଣ ଯଦି ପାରୁଛନ୍ତି ଭାଇ ଭିଡ଼ିଓକୁ ସେୟାର କରନ୍ତୁ ଆଉ ଭିଡ଼ିଓକୁ ଟିକେ ଲାଇକ୍ କରିବେ। ଆଉ ଯଦି ଆପଣଙ୍କର କିଛି ଡାଉଟ୍ ଅଛି ତ କମେଣ୍ଟ ବି କରିବେ। ମୁଁ ଚେଷ୍ଟା କରିବି ଆପଣଙ୍କର କମେଣ୍ଟରେ କିଛି ରହିଲି। ନମସ୍କାର।